ବିଦ୍ୟାଳୟ ନିରାପଦ ଯୋଜନା ସ୍କୁଲ ସେଫ୍ଟି ପ୍ରୋଗ୍ରାମ। ଗ୍ରୀଷ୍ମ ଅବକାଶରୁ ସ୍କୁଲ ଆରମ୍ଭ ହେବା ଆଗରୁ ସରକାର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସୁରକ୍ଷା ସକାଶେ 5ଟି ନିୟମ ଲାଗୁ କରିଛନ୍ତି, ଯାହାକୁ ନିରାପତ୍ତା ସପ୍ତାହ ବୋଲି କୁହାଯାଉଛି। ଏହି ବର୍ଷ ଜୁନ୍ 19ରେ ସ୍କୁଲ ଖୋଲା ହେବାରୁ ଆଗ ଦିନ ଅର୍ଥାତ୍ 18 ତାରିଖ ଦିନ ସମସ୍ତ ଶିକ୍ଷକଙ୍କୁ ଜଣାଇ ଦିଆଗଲା ଯେ ସେମାନେ ସ୍କୁଲକୁ ଯାଇ ସ୍କୁଲ ଭିତରକୁ ଭଲ ଭାବେ ନିରୀକ୍ଷଣ କରି ତାର ସ୍ୱଚ୍ଛତା ବିଷୟରେ ଆଲୋଚନା କରିବେ। ସ୍କୁଲ ନିରାପତ୍ତା ଦିବସ ଜୁନ୍ ମାସ 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ପାଳନ କରାଗଲା। 18 ତାରିଖ ଦିନ ସ୍କୁଲର ସବୁ ଶିକ୍ଷକ ଉପସ୍ଥିତ ରହି ଗୋଟିଏ ସଭାର ଆୟୋଜନ କରିବେ। ସବୁ ଶିକ୍ଷକଙ୍କ ମଧ୍ୟରେ ସ୍କୁଲର କାମ ଭାଗବଣ୍ଟା କରିବେ। ହେଡମାଷ୍ଟର ଏବଂ ଗୋଟିଏ ଅଭିଜ୍ଞ ଶିକ୍ଷକ ଏହି ମିଟିଂରେ ଯାହା ହେବ ତାକୁ ରେଜିଷ୍ଟରରେ ଲିପିବଦ୍ଧ କରି ଲେଖିବେ। 19 ତାରିଖରେ ସ୍କୁଲ ଛାତ ଉପର କାନ୍ଥଗୁଡ଼ିକର ଫାଟ ତଦାରଖ କରିବେ। ସ୍କୁଲ ପରିସରରେ ଗାତ ହୋଇଥିଲେ ଚିହ୍ନଟ କରି ଠିକ୍ ଭାବେ ସମତୁଲ କରିବେ। 20 ତାରିଖରେ ମରାମତି କାମ ଯଥା ଶୌଚାଳୟ ମରାମତି ଏବଂ ସଫା, ଝରକା, ଟେବୁଲ, କବାଟ, ବେଞ୍ଚ ଭଙ୍ଗାରୁଜା ସବୁ ଠିକ୍ କରିବେ। ପିଇବା ପାଣିର ବ୍ୟବସ୍ଥା କରିବେ। 21 ତାରିଖରେ ସ୍କୁଲରେ ନିରାପଦ ରହିବା ପାଇଁ ଜ୍ଞାନ ଦେବେ। ଫାଷ୍ଟଏଡ୍ ବକ୍ସର ବ୍ୟବହାର ସୂଚାଇବେ। ବିଷାକ୍ତ ଜିନିଷ ପାଖକୁ ପିଲାମାନେ ଯେପରି ନ ଯିବେ ସେଥିପ୍ରତି ସତର୍କ ରହିବେ। ମକ୍ ଡ୍ରିଲ୍ ଅର୍ଥାତ୍ ଆକ୍ଷରିକ ଘଟଣାକୁ ନାଟକୀୟ ଭାବରେ ପିଲାଙ୍କୁ ଶିଖାଇବେ। 24 ତାରିଖରେ ସେଫ୍ଟି ଗାଇଡଲାଇନର କପି ରଖିବାକୁ ଚେଷ୍ଟା କରିବେ। ଶିକ୍ଷକମାନେ ନାଚ କରିବେ, ବିଭିନ୍ନ ଆଲୋଚନା କରିବେ। 30 ତାରିଖରେ ରିଜଲ୍ୟୁସନ୍ ୱିଲ୍ ବି ପାସ୍ଡ। ଧନ୍ୟବାଦ।